ମା ବୋଲି ନ ଡାକିବ ନା ତାହେଲେ ମନ୍ଥରିଲ ମୁଁ ଆଉ ଜୀବନ ରଖିକିରି ଲାଭ ନାହିଁ। ଗୋଟେ କାମ କରେ, ଆଚ୍ଛା ଯୋଡ଼ିଏ ବିଷଲରୁ ନେଇକିରି ଆ ତୁ ଗୋଟିଏ ଖାଇଦବୁ ଆଉ ମୁଁ ବି ଗୋଟିଏ ଖାଇଦେବି। ଯଦି ରାମ ମତେ ମା ବୋଲି ନ ଡାକିବ ତାହେଲେ ଆଉ ଜୀବନ ରଖିବାନି। ତୁ ଗୋଟିଏ ବିଷଲରୁ ଖାଇଦବୁ ଆଉ ମୁଁ ଗୋଟିଏ ବିଷଲରୁ ଖାଇଦେବି। କାନିରେ ବାନ୍ଧିଛନ୍ତି ମା କୈକେୟୀ ମହାରାଣୀ। ଦୌଡ଼ି ଆସୁଛନ୍ତି, ଝପଟି ଆସୁଛନ୍ତି। ରଘୁନାଥ ରାମ ପହଞ୍ଚିଗଲେ ମା କୈକେୟୀଙ୍କ ପାଖରେ। ପାଦ ତଳେ ମୁଣ୍ଡଟାକୁ ଲଗେଇ ଦେଲେ ଏବଂ ଆଖିର ଲୁହରେ ମାଙ୍କର ପାଦ ଧୌତ କରିଦେଲେ। ମା ଆଦରର ସହିତ ଶ୍ରଦ୍ଧାର ସହିତ ଆଜି ପୁତ୍ର ସ୍ନେହରେ ବାତ୍ସଲ୍ୟ ପ୍ରେମରେ ସ୍ୱତ ଭାବରେ ମସଗୁଲ ହେଇଯାଇ ଆଖି ବନ୍ଦ କରିଦେଇଛନ୍ତି। କୋଉ ଦୁନିଆରେ ସେ ଅଛନ୍ତି ଜାଣି ପାରୁନାହାନ୍ତି ମା କୈକେୟୀ ମହାରାଣୀ। ସତରେ ରାମ, ସତରେ କଣ ତୁ ମତେ ମା ବୋଲି ଡାକି ପାରୁଛୁ? ସତରେ କଣ ତୁ ମୋ ପାଖକୁ ଫେରି ଆସିଛୁ? ଆରେ ମତେ ପରା ଜଗତ କଳଙ୍କିনী ସଜେଇ ଦେଇଛି, ମତେ ପରା ଜଗତ ନିନ୍ଦା କରୁଛି, ମତେ ପରା ଜଗତ ତିରସ୍କାର କରୁଛି। ଆରେ ତୁ ମତେ ମା ବୋଲି କେମିତି ଡାକୁଛୁ ରେ ଧନ? ଆରେ 14 ବର୍ଷ ବନବାସକୁ ପଠେଇ ଦେଇଛି ମୁଁ ତତେ। 14 ବର୍ଷ ତୁ ବାଲି କଣ୍ଟା ଝଣ୍ଟା ରାସ୍ତାରେ ଚାଲିବୁ, କନ୍ଦମୂଳ ଫଳ ଖାଇବୁ ଏବଂ ଝରଣାର ଜଳ ପିଇବୁ, ପତ୍ର ଶଯ୍ୟା ଉପରେ ଶୋଇବୁ, ପର୍ଣ୍ଣ କୁଟୀରରେ କାଳାତିପାତ କରିବୁ। ଏ କଥାକୁ ତୁ ବରଦାସ୍ତ କରି ମତେ ପୁଣି ମା ବୋଲି ଡାକି ପାରୁଛୁ? ମା ମା ତ ମା ହିଁ ଥାଏ। ତେଣୁ ତମେ ତ ମୋର ସବୁଠାରୁ ଆଦରଣୀୟ ମା। ହେ ମା, ମୁଁ ଆଜିକି କେତେ ଦିନ ହେଲା ଭଲରେ ଗଣ୍ଡେ ଖାଇନି। ମୋ ପାଇଁ କଣ ଆଣିଛ ଟିକେ କହିଲ, ମୁଁ ଟିକେ ଖାଆନ୍ତି। କୈକେୟୀ ମହାରାଣୀଙ୍କର ଛାତି ଥରିବାକୁ ଲାଗିଲା। ନାଇଁରେ ଧନ୍ୟ, ମୋ ବାପା, ମୋ ସୁନା, ମୋ ଗୁନା, ମୁଁ ନିହୁଛି ଯାଉଛି ମୋ ବାପା। ଆରେ ମୁଁ କଣ ଆଣିବି? ଆରେ ତୋ ପାଇଁ ମୁଁ କଣ ଆଣିପାରିବି? ମୋ ପାଖରେ କଣ ଅଛି? ମୁଁ ତ ନିନ୍ଦନିଆ, ମୁଁ ତ ଆଖି ଆଉ ଆଗକୁ ଅନେଇ ପାରୁନି ଖୋଲିକିରି। ମୁଁ ତ ମଥା ଉପରେ ପଣତ ଢାଙ୍କି ଦଉଛି। ଲୋକ ମୋ ମୁହଁ ଦେଖିବାକୁ ବି ଇଚ୍ଛା କରୁନାହାନ୍ତି। ମତେ ତିରସ୍କାର କରି ଛେପ ପକଉଛନ୍ତି ମୋ ଉପରକୁ ବାପା। ଏତେ କଳୁଷିତ କର୍ମ ଭିତରେ, ଏତେ କଳୁଷିତ ଜୀବନ ଭିତରେ ଆଉ ସତରେ ତୁ ମତେ ମା ଡାକିବୁ, ମୁଁ ତତେ ଖୋଇଦେବି, ଏ ଭରସା, ଏ ବିଶ୍ୱାସ ମୋ ମନ ଭିତରେ ନଥିଲା ରେ ଧନ୍ୟ। ସେଥିପାଇଁ ନା ମୁଁ ତୋ ପାଇଁ କିଛି ଆଣିନି। ମା, ମୋ ମନ କହୁଛି ତମେ ଆଣିଛ। କାହିଁକି ନା କେତେ ଭଲ ମନ୍ଦ ପାଇଥିଲେ ମା କାନିରେ ସାଇତି ରଖିଥିବ। ଭାରିଜା କହିବ ବାହାରେ ମୋ ସ୍ୱାମୀ କେତେ ଭଲ ମନ୍ଦ ଖାଉଥିବ, ଯେତେ ଖାଇଥିଲେ ମୋଟେ ଖାଇ ନାହିଁ। ମା କହୁଥିବ ଖା ଖା, ଯେତେ ଆପଣ ଖାଆନ୍ତୁ। ଆପଣ ଦେଖିବେ ଯଦି ପୁଅଟା କୁଆଡ଼େ ପଳେଇଥିବ, ଆସିବା 2-3 ଘଣ୍ଟା ଲେଟ୍ ହେଇଗଲା, ଦାଣ୍ଡ ଦୁଆରେ ମା ଅନେଇକି ବସିଥିବ ଚାତକ ପକ୍ଷୀ ଭଳି। ମୋ ପୁଅ କେତେବେଳେ ଫେରିବ, ମୋ ପୁଅ କେତେବେଳେ ଘରକୁ ଆସିବ। ସେମିତିକା ଆଖିର ତୃଷ୍ଣା ମେଣ୍ଟିବନି ପୁଅ ନ ଆସିବା ପର୍ଯ୍ୟନ୍ତ। ତେଣୁ ମା, ମୁଁ ଜାଣିଛି ତମେ ମୋ ପାଇଁ କିଛି ଖାଇବା ନେଇକି ଆସିଛ। ନଜର ପଡ଼ିଗଲା ରଘୁନାଥ ରାମଙ୍କର କୋଉଠି ନା ମାଙ୍କର ପଣତ କାନି ଉପରେ। ଖୋଲି ଦଉଛନ୍ତି ଆଉ ସେ ବିଷ ଲଡୁକୁ ଆଦରର ସହିତ ଶ୍ରଦ୍ଧାର ସହିତ ପରମାତ୍ମା ରଘୁନାଥ ରାମ ଆଜି ଆଦରର ସହିତ ଖାଇ ଦଉଛନ୍ତି। ଅମୃତ ତୁଲ୍ୟ ଲାଗୁଛି ମା। ଆଜି ମାଙ୍କର କାନି ପଣତରେ ବନ୍ଧା ଯାଇଥିବା ସେ ବିଷ ଲଡୁକୁ ଆଦରର ସହିତ ଶ୍ରଦ୍ଧାର ସହିତ ମୋ ପ୍ରଭୁ ଖାଇ ଦଉଛନ୍ତି। ଆଉ ମାତୃ ସ୍ନେହରେ ବିଶ୍ୱାସରେ ଖାଉଥିବାରୁ ତାହା ଅମୃତ ତୁଲ୍ୟ ହେଇଯାଉଛନ୍ତି। ବିଷର ପ୍ରଭାବ ଆଜ୍ଞା ସେଇ ଜାଗାରେ ସେଇ ଜାଗାରେ ବିଷର ପ୍ରଭାବ 0 ହେଇଗଲା। ପଚାରିଲେ ମା, ମୋ ମୁହଁଟାକୁ ଟିକେ ତୋ ପଣତ କାନିରେ ପୋଛିଦେଲୁ। ଆଜି ପର୍ଯ୍ୟନ୍ତ ମୋ ମୁହଁଟାକୁ ପଣତ କାନିରେ କେହି ପୋଛି ନାହାନ୍ତି ଲୋ ମା। ଟିକେ ତୋ ମୋ ମୁହଁଟାକୁ ତୋ ପଣତ କାନିରେ ପୋଛିଦେ, ତୋ ପଣତ କାନିରେ ପୋଛିଦେ, ତୋ ପଣତ କାନିରେ ପୋଛିଦେ। ଅନେକ କଥୋପକଥନ ପରେ ପରମାତ୍ମା ରାମ ଯେତିକି ପ୍ରଜା ଆସିଥିଲେ ଅଯୋଧ୍ୟା କଟକରୁ ସେତିକି ରାମ ହେଇଗଲେ। ସମସ୍ତଙ୍କ ସହିତ ଏକାଥରେ ମିଳନ କଲେ। କିଏ ସେ? ନା ରଘୁନାଥ ରାମ। କିଛି ସମୟର ଅବବାହିକା ପରେ ଭରତ ଆଜ୍ଞା ହାତ ଯୋଡ଼ିଲେ। ଭାଇ, କଥାକୁ ଟିକେ ଚୁମ୍ବକରେ ଆଜ୍ଞା। ମୋ ବାପା କଣ ଗୋଟେ କହିଦେଲେ, ସତ୍ୟ କରିଦେଲେ, ମୋ ମା ଗୋଟେ କଣ ମାଗିଦେଲା, ତମେ ସେଥିରେ ଅଭିମାନ କରି ଅଯୋଧ୍ୟାକୁ ପରିତ୍ୟାଗ କରି ତମ ପ୍ରାଣ ସମାନ ପ୍ରାଣ ପ୍ରିୟ ପ୍ରଜାଙ୍କୁ ପରିତ୍ୟାଗ କରି ତମେ ପଳେଇ ଆସିଲ ନା। ଦେଖନ୍ତୁ ଆଜ୍ଞା, ଲେଖକ କିଭଳି ଭାବରେ ତାଙ୍କ ଲେଖନୀ ମନରୁ ନିଷ୍ପନ୍ନ କରିଛନ୍ତି କଥା।
तो कथा पिपासु दिव्यात्मन कहिबार तात्पर्य होचे एकमात्र आज्ञा आपण जेते इमिटेशन नेकलेस पिंधी आगे सजेई के ठिया जानतु शोभा तो निश्चिंत देखा जीवो हेले सी के सुनार आसन नहीं परिबो सुनार आसन नहीं परिबा गया आपण जेते नेकलेस पिंधंतु आपण जेते इमिटेशन नेकलेस पिंधंतु दूर रे छिड़ा है कि आपण निजर शोभा को वर्धन करि परिबे मात्र सी के सुनार स्थान नहीं परिबो नहीं तेणु सुनार अलंकार पिंधि छिड़ा होते आपन को टिके दंभिला दंभिला लगे कहीं आमे आजिकाली जुगरे वास्तव में सुना को चिन्हवा चेष्टा कई करू नहीं ये तो इमिटेशन जुग हो गला असली खांटी गिनी सुना को आमे कई चिन्हवा को चेष्टा करूनी बुझा पड़ुछि ना नहीं कहिबार तात्पर्य कथा पिपासु दिव्यात्मन जदि आपनकर के गोटा शर्ट पैंट शर्ट सार्ट पिंधिकरी गोटे झियो पिला पु पिला डेई पइले सेठी हजार हजार लोक जोटी भगवानकर कथा किछि शिखिबा मो जीवनर मूल्य रहिबो से जगह को लोक आसीबा को इच्छा करू नाहंती तेनु आमे भी सही बाटे के भासी जाउचे आमे भी सही बाटे के भासुचे आमे जदि सदा बेले असली जिनिस को खोजंते ताले म कली पछले दौड़ंते के क्या हां कथा पिपासु दिव्यात्मन कहिबार तात्पर्य होचे एकमात्र कि देखंतु आपनकर पुरातन कवि जे होचंती गोकुलानंद पट्टनायक जे हेले आपनकर पूर्वतन मुख्यमंत्री जानकी पट्टनायकंकर पितृव्य बहिर ना हला जानकी वल्लभ विलास बुझा पड़ुची जानकी वल्लभ विलास गोकुलानंद पट्टनायक बड़े सुंदर कथाटे लिखिले जहाकू भरत भगवान राम को कहू राजा बोली अज थारे दंड देले प्रजा सहिबा की उचित अवैध आदेश ग्रहण न कले अवैध आदेश ग्रहण न कले अपराध नुहे किंचित आहा आपण अयोध्या सम्राट न होई बुथा कथारे मथारे जोता बांधी यथा सबु छंदी किम पाई आहा आपण अयोध्या सम्राट न होई रघुनाथ हे ज्येष्ठ घात आपण निकट में सम्मुखें छिड़ा हुई कथा कहूथिबा दुष्टता क्षमा करिवे भरत आखि को धार धार अश्रु प्लावित होछि मा कहले राजा बोली अजथारे दंड देले प्रजा सहिबा की उचित आमर चीफ मिनिस्टर जदि अजथारे से कहे मु चीफ मिनिस्टर रही मु जहा कहि सेया प्रजा माने बाधिबा को पाउनु या कोन ठीक है क्या ना तो राजा बोली अजथारे दंड देले प्रजा सहिबा की उचित अवैध आदेश ग्रहण न कले अपराध नुहे किंचित आपण अयोध्या सम्राट न होई वृथा कथारे मथारे जटा बांधी व्यथा सहुचंती किम पाई भाई आपण फेरी जान जदि कहिबे मु 14 वर्ष पाई मथारे जटा जोट बंधन करी बापांकर सत्य को पालन करी आपण अयोध्या कटकर राजा हुंतु आपण अयोध्या प्रत्यावर्तन करंतु आपण अयोध्या प्रत्यावर्तन करंतु आपण अयोध्या प्रत्यावर्तन करंतु नहीं रे लक्ष्मण सत्य सारा मनुष्यान पाच सारा महिपते पाच विचलित जेन तेन सुकृत हारिता सत्य कहिब नित्य तुल्य केबे हे नथिबो पासांडे आज्ञा आमर धर्म कौन कहना भाई धर्म कौन आमर आम धर्म होला सनातन
धर्म नहीं कि माँ सनातन धर्म स ना त न चारिटा अक्षर रे गोटे शब्द आज्ञा सनातन धर्म। अच्छा ये सनातन धर्म कौन भागवत बतई दी सरू आसब कौन कहले सत्य कहिब नित्य तुंडे गोविंद एबे नथिब सान्दे गोविंद गोविंद गोविंद